मेघमाଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ପୁନର୍ବାର ଆପଣ ସମସ୍ତଙ୍କୁ ଏହି ଶୁଭ ସକାଳ ସମୟରେ ପ୍ରଭୁଙ୍କ ଦାସ ଭାବରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ଆମମାନେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ପରମେଶ୍ୱର ଆମମାନଙ୍କୁ ପ୍ରତିଦିନ ଗୋଟିଏ ପ୍ରସଙ୍ଗ ଦେଉଛନ୍ତି ଆଉ ସେହି ପ୍ରସଙ୍ଗ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ତାହା ସହିତ ଆପଣ ସମସ୍ତଙ୍କୁ ପୁନର୍ବାର ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣ ଶୁଣୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆପଣମାନଙ୍କର ଉତ୍ସାହ ଲାଇକ୍ ସେୟାର କମେଣ୍ଟସ୍ ନିମନ୍ତେ ମଧ୍ୟ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି। ପ୍ରିୟମାନେ ଆସନ୍ତୁ ଆଜି ଆମମାନଙ୍କର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବିବାହ ପରେ ଏହି ଭୁଲ କରନ୍ତୁ ନାହିଁ। ବିବାହ ପରେ ଏହି ଭୁଲ କରନ୍ତୁ ନାହିଁ। ଅଳ୍ପ ସମୟ ଧରି ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଚାହେଁ। ପ୍ରଥମ ବିଷୟ ହେଲା, ଯେଉଁ ସମୟରେ ଆମେ ସ୍ୱାମୀ ଆଉ ସ୍ତ୍ରୀ ହେଇଯାଉଛୁ ବା ଆମେ ବିବାହିତ ହେଇଯାଉଛୁ, ଆମମାନେ ଅଲଗା ଅଲଗା ରହିବା ଉଚିତ ନୁହେଁ। ଆମେ ମିଶି ରହିବାର ଆବଶ୍ୟକ ରହିଛି। ଏହା ବାଇବଲ ଆମମାନଙ୍କୁ ଶିଖାଏ। ଆମେ ବାହା କାହିଁକି ହେଲୁ? କାରଣ ମନୁଷ୍ୟ ଏକାକୀ ରହିବା ଭଲ ନୁହେଁ। ସେଥିପାଇଁ ପରମେଶ୍ୱର ତାହା ନିମନ୍ତେ ଗୋଟେ ଉପଯୁକ୍ତ ଅନୁରୂପ ସେ ଜୀବନ ସାଥୀକୁ ସଙ୍ଗିନୀକୁ ସେ ନିର୍ମାଣ କଲେ। ଆଜି ଅନେକ ପରିବାରରେ ଅଶାନ୍ତି ଗଣ୍ଡଗୋଳର କାରଣ କ'ଣ? ବାହା ହେଲା ପରେ ମଧ୍ୟ ସ୍ୱାମୀ ଗୋଟିଏ ଜାଗାରେ, ସ୍ତ୍ରୀ ଗୋଟିଏ ସ୍ଥାନରେ ସେମାନେ ରହନ୍ତି। କାହିଁକି? ସେମାନେ ପଇସା କମେଇବା ପାଇଁ ସେ ଅଲଗା ଜାଗାରେ ଜବ୍ କରନ୍ତି, ଆଉ ଜଣେ ଅଲଗା ଜାଗାରେ ଜବ୍ କରନ୍ତି, ଆଉ ସେମାନେ ଟଙ୍କା କମାନ୍ତି, ମାତ୍ର ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅଶାନ୍ତି ଗୁଡ଼ିକ କ୍ରିଏଟ୍ ହେଉଛି। ସେଥିପାଇଁ ବାହା ହେଲା ପରେ ଆମମାନେ ଅଲଗା ଅଲଗା ରହିବା ନାହିଁ। କାରଣ ବାଇବଲ ଆମମାନଙ୍କୁ କହେ, ଯଦି ପଢ଼ିବା ଆମେ ପ୍ରଥମ କରନ୍ତୀୟ 7 ଅଧ୍ୟାୟ ଲେଖାଯାଏ 2 ପଦରେ, କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ। ସ୍ୱାମୀ ସ୍ତ୍ରୀ କି ତାହାର ପ୍ରାପ୍ୟ ଦେଉ, ପୁଣି ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀ କି ତାହାର ପ୍ରାପ୍ୟ ଦେଉ। ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି। ସେହି ପ୍ରକାରେ ମଧ୍ୟ ସ୍ତ୍ରୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି। ପରସ୍ପରକୁ ବଞ୍ଚିତ ନ କର, କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହିପାର। ଆଉ ତୁମ୍ଭମାନଙ୍କର ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୈତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ହେଉଛି ବାଇବଲର ପରାମର୍ଶ। ବାଇବଲ ଆମମାନଙ୍କୁ ଏହି ପ୍ରକାର ପରାମର୍ଶ ଦିଏ। ଆଜି ଅନେକ ସ୍ୱାମୀ ସ୍ତ୍ରୀ ସେମାନେ ଅଲଗା ବାସ କରନ୍ତି। କାହିଁକି? ପଇସା କମେଇବା ପାଇଁ, ଜବ୍ ପାଇଁ। ଏଥିପାଇଁ ଆପଣମାନେ କହିବା ପାଇଁ ଚାହେଁ, ପାରିବାରିକ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ମୁଣ୍ଡ ଟେକୁଛି। ଆପଣ ସମସ୍ତଙ୍କୁ ଅନୁରୋଧ କରେ, ଯେତେ ସାଧ୍ୟ ହେବ ଆମମାନେ ସ୍ୱାମୀ ସ୍ତ୍ରୀ ବାହା ହେଲା ପରେ ଆମମାନେ ମିଶି ରହିବା ଆମମାନଙ୍କ ନିମନ୍ତେ ବହୁତ ଉପକାରୀ। ଏଥିପାଇଁ ଆମମାନେ ଏସବୁ ବିଷୟ ଗୁଡ଼ିକ ପ୍ରତି ଆମେ ଧ୍ୟାନ ଦେବା, ତାହେଲେ ଆମମାନଙ୍କ ପାରିବାରିକ ଜୀବନ ବହୁତ ସୁଖ ଶାନ୍ତି ଓ ଆନନ୍ଦରେ ଆମମାନଙ୍କର କଟିପାରିବ। ଦ୍ୱିତୀୟ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଦି ପୁସ୍ତକ ଏହାର 2 ଅଧ୍ୟାୟ 25 ପଦ ଯଦି ଆମମାନେ ଆଗରୁ ମଧ୍ୟ ପଢ଼ିଲେ ହେବ, 24 ପଦରୁ ପଢ଼ିବା। ଏଥି ନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ। କେତେବେଳେ ଏକାଙ୍ଗ ହେବେ? ଯେଉଁ ସମୟରେ ସେମାନେ ପିତାମାତାଙ୍କୁ ଛାଡ଼ିବେ, ସେହି ସମୟରେ ସେମାନେ ଏକାଙ୍ଗ ହେବେ। 25 ପଦ, ଆଦମ ଓ ତାଙ୍କର ଭାର୍ଯ୍ୟା ଦୁହେଁ ଉଲଙ୍ଗ ଥିଲେ ହେ ସେମାନଙ୍କର ଲଜ୍ଜାବୋଧ ନଥିଲା। ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ଆଦମ ଆଉ ହବାଙ୍କ ମଧ୍ୟରେ କୌଣସି ପ୍ରକାର ପରଦା ନଥିଲା। କହିବା ପାଇଁ ଚାହେଁ, ଆଦମ ହବାଠାରୁ କିଛି ଲୁଚାଉ ନଥିଲେ, ହବା ଆଦମଙ୍କ ଠାରୁ କିଛି ଲୁଚାଉ ନଥିଲେ। ଆଜି ଆମମାନେ ପରସ୍ପର ଠାରୁ ଆମେ ଏତେ ବିଷୟ ଗୁଡ଼ିକ ଆମେ ଲୁଚାଉ। ସେହି ସବୁ ବିଷୟ ଗୁଡ଼ିକ ଆମମାନଙ୍କର ପାରିବାରିକ ଜୀବନରେ ଅଶାନ୍ତି କ୍ରିଏଟ୍ କରୁଛି। ଦେଖନ୍ତୁ, ଫୋନରେ ସ୍ୱାମୀ ଅନେକ ପାସୱାର୍ଡ ଗୁଡ଼ିକ ଲଗେଇଥାନ୍ତି, ସ୍ତ୍ରୀ ଅନେକ ପାସୱାର୍ଡ ଗୁଡ଼ିକ ଲଗେଇଥାନ୍ତି।
ତାଙ୍କର ହ୍ୱାଟ୍ସଆପ୍ରେ ଥାଏ, ଫେସବୁକ୍ରେ ଥାଏ, କଲ୍ ହିଷ୍ଟ୍ରିରେ ଥାଏ, ବିଭିନ୍ନ ପ୍ରକାର ପାସୱାର୍ଡ଼ ଗୁଡ଼ିକ ସେଟ୍ କରି ସେମାନେ ପରସ୍ପର ଠାରୁ ସେମାନେ କିଛି କିଛି ଲୁଚାନ୍ତି। ସେମାନେ ଏଇସବୁ ଯାକ ଆମମାନଙ୍କର ପାରିବାରିକ ଜୀବନକୁ ନଷ୍ଟ କରୁଛି। ଆମମାନଙ୍କର ମଧ୍ୟରେ କୌଣସି ପ୍ରକାର ଲୁକାୟତ ବିଷୟ ରହିବାର ଉଚିତ ନୁହେଁ। ପରସ୍ପରକୁ ଆମେ କୌଣସି ପ୍ରକାର ବିଷୟ ଆମେ ଲୁଚେଇବା ନାହିଁ। ଆମମାନେ ପରସ୍ପରକୁ ଆମମାନଙ୍କର ସବଳତା, ଦୁର୍ବଳତା ଏସବୁ ଗୁଡ଼ିକ ଯଦି ଆମେ ସେୟାର କରିବା, ତାହେଲେ ଆମମାନଙ୍କର ବିବାହିତ ଜୀବନ ଆହୁରି ଅଧିକ ସୁଖ ହେବ, ଆହୁରି ଅଧିକ ଆନନ୍ଦମୟ ହେବ। ପରସ୍ପର ସହିତ ଆମେ ଦୂରତା ମେଣ୍ଟେନ୍ ନ କରି ଆମମାନେ ପରସ୍ପର ସହିତ ମିଶି ରହିବାର ଅଛି। ଆଉ ଦ୍ୱିତୀୟ ବିଷୟ, ଆମେ ପରସ୍ପର ଠାରୁ ଆମେ କିଛି ଆମେ ନ ଲୁଚେଇବାଟା, ଏହା ଆମମାନଙ୍କର ପାରିବାରିକ ଜୀବନ ନିମନ୍ତେ ବହୁତ ଭଲ। କାରଣ ଯଦି ଆମେ କିଛି ଗୁପ୍ତ ବିଷୟ ରଖିଛୁ, ଯେଉଁଟାକି ଆମ ସ୍ତ୍ରୀ ଜାଣିଲେ ମଧ୍ୟ କିଛି ଅସୁବିଧା ନାହିଁ, କି ସ୍ୱାମୀ ଜାଣିଲେ ମଧ୍ୟ ଅସୁବିଧା ନାହିଁ, ଯଦି ଆମ ସ୍ତ୍ରୀ ବା ସ୍ୱାମୀ ଅନ୍ୟ କାହା ଦ୍ୱାରା ଆମ ବିଷୟ ଯଦି ଜାଣନ୍ତି, ତାହେଲେ ସେ ସବୁଗୁଡ଼ିକ ପାରିବାରିକ ଜୀବନରେ ବିଭିନ୍ନ ପ୍ରକାର ଅଶାନ୍ତି ସମସ୍ୟା ଗୁଡ଼ିକ ଆଣିଥାଏ। ସେଥିପାଇଁ ବିବାହ ପରେ ସ୍ୱାମୀ ସ୍ତ୍ରୀ ସେମାନେ ପରସ୍ପରକୁ କିଛି ଆମେ ଲୁଚେଇବା କଥା ନୁହେଁ। ଆମମାନଙ୍କର ପ୍ରତ୍ୟେକ ବିଷୟ ଗୁଡ଼ିକ ପରସ୍ପର ସହିତ କଥା ହେବା ଦ୍ୱାରା ଆମମାନଙ୍କର ପାରିବାରିକ ଜୀବନ ଆହୁରି ଅଧିକ ସୁଖ ଶାନ୍ତିରେ ଆମମାନଙ୍କର ବିତିବ। ଆଉ ତୃତୀୟ ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ପଢ଼ିବା ଆମେ ମଲାଖି ପୁସ୍ତକ 2 ଅଧ୍ୟାୟର 16 ପଦରେ, କାରଣ ଆମ୍ଭେ ସ୍ତ୍ରୀ ତ୍ୟାଗ ଘୃଣା କରୁ। ଆମମାନଙ୍କର ପରମେଶ୍ୱର ସେ କହୁଛନ୍ତି ଯେ ଆମ୍ଭେ ସ୍ତ୍ରୀ ତ୍ୟାଗ, ଆମ୍ଭେ ଛାଡ଼ପତ୍ରକୁ ଆମେ ଘୃଣା କରିବା। ପରମେଶ୍ୱର ଆମକୁ ଛାଡ଼ପତ୍ର ପସନ୍ଦ ନାହିଁ। ଆମମାନଙ୍କର ବାହାଘରରେ ଆଜିକାଲି ଦେଖୁଛୁ ଅନେକ ଛାଡ଼ପତ୍ରର ପରିମାଣ ଗୁଡ଼ିକ ଦିନ ପ୍ରତିଦିନ ବଢ଼ିବାର ଲାଗିଛି। ମାତ୍ର ଆମେ ବାହା ହେଲା ପରେ ସ୍ୱାମୀ ସ୍ତ୍ରୀ ମିଶି ରହିବା, କିଛି ଲୁଚେଇବା ନାହିଁ। ଆଉ ଆମମାନେ ଯେକୌଣସି ପରିସ୍ଥିତି ହେଲେ ମଧ୍ୟ ଆମମାନେ ପରସ୍ପରକୁ ଆମେ କ୍ଷମା ଦେଇ ଆମେ ମିଶିବା ହିଁ ଆମମାନଙ୍କର ପ୍ରଭୁଙ୍କର ଇଚ୍ଛା ଅଟେ। ଆମମାନଙ୍କ ପରମେଶ୍ୱର ବହୁତ ବିଷୟକୁ ସେ ଘୃଣା କରନ୍ତି। ଆଉ ସେଥିମଧ୍ୟରୁ ଗୋଟିଏ ବିଷୟ ହେଲା ଛାଡ଼ପତ୍ର। ପରମେଶ୍ୱର ଛାଡ଼ପତ୍ରକୁ ସେ ବହୁତ ଘୃଣା କରନ୍ତି। କାରଣ ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାପୃଷ୍ଠରେ ଥିଲେ, ସାଧୁକୀ ଫାରୁସୀମାନେ ମଧ୍ୟ ତାଙ୍କୁ ପଚାରିଲେ ଯେ ଯେକୌଣସି କାରଣରେ ଆପଣା ସ୍ତ୍ରୀକୁ ଆମେ ଛାଡ଼ପତ୍ର ଦେଇପାରିବା କି? ପ୍ରଭୁ କ'ଣ କହିଲେ? ମନା କଲେ। ଯଦି ପଢ଼ିବା ଆମେ ମାଥ୍ୟୁ 19 ଅଧ୍ୟାୟ 5 ପଦରୁ, ଆଉ କହିଲେ ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ। ଆମମାନଙ୍କର ବୈବାହିକ ଜୀବନ ନିମନ୍ତେ ପରମେଶ୍ୱରଙ୍କର ବହୁତ ଚିନ୍ତା, ଆମମାନଙ୍କର ମଧ୍ୟ ଚିନ୍ତା ଅଛି। ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଆନନ୍ଦରେ ସ୍ୱାମୀ ସ୍ତ୍ରୀ ପୁଅ ଝିଅ ମିଶି ରୁହନ୍ତୁ, ଏହା ହିଁ ଆମମାନଙ୍କର ବୋଝ ଅଟେ। ବିବାହ ପରେ ଏହି 3ଟା ଭୁଲ ଆପଣ କରନ୍ତୁ ନାହିଁ। ପ୍ରଥମ, ଆପଣମାନେ ଅଲଗା ଅଲଗା ରୁହନ୍ତୁ ନାହିଁ। ଏହି ଅଲଗା ଅଲଗା ରହିବାଟା ହିଁ ଆମମାନଙ୍କ ମଧ୍ୟରେ ଏହି ଛାଡ଼ପତ୍ରର କଥା ଉଠେ, ଅଶାନ୍ତିର କଥା ଉଠେ। ପରସ୍ପରକୁ କୌଣସି ବିଷୟ ଆପଣ ଲୁଚାନ୍ତୁ ନାହିଁ। ପରସ୍ପର ନିକଟରେ ଆପଣ ଗୋଟେ ଖୋଲା ପୁସ୍ତକ ସଦୃଶ ହେବା ଆମମାନଙ୍କ ନିମନ୍ତେ ବହୁତ ଭଲ ହେବ। ଆଉ ଯେକୌଣସି ପରିସ୍ଥିତି ହେଲେ ମଧ୍ୟ ପରସ୍ପରକୁ କ୍ଷମା ଦିଅନ୍ତୁ, ମିଶନ୍ତୁ। କାରଣ ମନୁଷ୍ୟ ଏକାକୀ ରହିବା ଭଲ ନାହିଁ। ଆପଣଙ୍କର ମା ବାପା ଆପଣଙ୍କ ସହିତ ସବୁବେଳେ ରହିପାରିବେ ନାହିଁ। ଅନେକ ମା ବାପା ସେମାନେ ମିଶିକିନା ରହୁଛନ୍ତି, ସେମାନେ ହସ ଖୁସିରେ ରୁହନ୍ତି, ସ୍ୱାମୀ ସ୍ତ୍ରୀ ହିଁ ରୁହନ୍ତି। ମାତ୍ର ପୁଅକୁ ବୋହୂଠାରେ ଅଲଗା କରୁଛନ୍ତି, ଝିଅକୁ ନିଜର ଜ୍ୱାଇଁଠାରୁ ଅଲଗା କରୁଛନ୍ତି। ଆପଣ କି ପ୍ରକାର ମା ବାପା ଅଟନ୍ତି? ଆପଣ ମିଶି ରହୁଛନ୍ତି, ମାତ୍ର ଆପଣ କାହିଁକି ଝିଅ ବୋହୂକୁ ଅଲଗା କରୁଛନ୍ତି? ଆପଣ କାହିଁକି ଝିଅ ଜ୍ୱାଇଁକୁ ଆପଣ ଅଲଗା କରୁଛନ୍ତି? ଏହି ପ୍ରକାର ଭାବରେ ଆପଣ କାମ କରନ୍ତୁ ନାହିଁ। କାରଣ ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ। ସବୁ ସମୟରେ ମିଶାଇବାର ହିଁ ଚେଷ୍ଟା କରନ୍ତୁ। ଏହା ହିଁ ଆମମାନଙ୍କର ଉଦ୍ଦେଶ୍ୟ। ପ୍ରିୟମାନେ, ବିବାହ ପରେ ଏହି 3ଟା ଭୁଲ ଆମେ ଜମାରୁ କରିବାର ଉଚିତ ନୁହେଁ। ଆସନ୍ତୁ ଆମେ
पदे आम प्रार्थना करने मंगलमय पिता मु तुमको धन्यवाद दिए जे तुमे प्रत्येक समय रे आम सहित तुम्हें कथबार्ता हो बाहा परे आम क्यों भूल गुड़िक करवा उचित नुहे से विषय रे तुम्हें आम शिक्षा दौच जहाद्वारा कि आम परिवार गुड़िक खुशी आनंद रे रहिबो। आम प्रार्थना करुचु जो जो परिवार गुड़िक मध्य अशांति आउ सेमाने विभिन्न प्रकार भाव में परस्पर ठारे अलगा रहुचंती आउ सेमानक मध्य छाड़पत्र कथा मध्य उठुची आम प्रार्थना करुचु से परिवार को तुम्हें एक कर से परिवार को तुम्हें मिसाओ आउ सेमाने जे प्रकार ये संदेश शुणिला परे अनुताप करी निज स्वामी ठारे निज स्त्री ठारे आसक्त हेबे अनुग्रह प्रदान कर। प्रार्थना शुणिछ धन्यवाद दे प्रार्थना प्रिय प्रभु यीशु नाम रे मागुअछि आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु जदि अनुग्रह करंती आसंता अध्याय रे पुनर्बार आ गोटे नुआ प्रसंग रे आमे परस्पर सहित साक्षात करिबा रहिबा। नमस्कार। प्रेज द लॉर्ड। गॉड ब्लेस यू।